ମଥୁରା ଏହି ନାମ ଦ୍ୱାପର ଯୁଗରୁ ଏଯାବତ୍ ନିଜର ସ୍ୱତନ୍ତ୍ରତା ବଜାଇ ରଖି ଆସିଅଛି। ମଥୁରା କହିଲେ କଂସଙ୍କର ଦରବାର କଥା ବୁଝାଯାଏ, କୃଷ୍ଣଙ୍କର ଜନ୍ମ କଥା ବୁଝାଯାଏ ଏବଂ କଂସର ମୃତ୍ୟୁ କଥା ମଧ୍ୟ ବୁଝାଯାଏ। କିନ୍ତୁ ନିକଟରେ ବିଶ୍ରାମ ଘାଟ ନାମକ ଏକ ଅଞ୍ଚଳକୁ ଖୋଦନ କରାଯାଇ ଏଠାରେ ଏକ ଶିଳାଲେଖକୁ ଉଦ୍ଧାର କରାଯାଇଥିଲା, ଯାହାକୁ ବୈଜ୍ଞାନିକମାନେ କାର୍ବନ ଡେଟିଂ ମାଧ୍ୟମରେ ମଧ୍ୟ ଜାଣିବାକୁ ପ୍ରୟାସ କରିଥିଲେ ଏବଂ ଜାଣିବାକୁ ପାଇଲେ ଏହା ପ୍ରାୟ 4000ରୁ 5000 ବର୍ଷ ପୁରୁଣା। ଯେମିତିକି ଆମେ ସିନ୍ଧୁ ସଭ୍ୟତା କଥା ଯୁକ୍ତି କରୁଛେ ଏବଂ ସିନ୍ଧୁ ଘାଟି ସିନ୍ଧୁ ସଭ୍ୟତା ସମ୍ପର୍କରେ ଏଠାରୁ ମିଳିଥିବା ଭଗ୍ନାବଶେଷ ଏବଂ ପୁରାତନ ଶିଳାଲେଖକୁ ଦେଖି ଆମେ ସିନ୍ଧୁ ସଭ୍ୟତାର ସମ୍ପୂର୍ଣ୍ଣ ବିବରଣୀ ଜାଣିବା ପାଇଁ ଚେଷ୍ଟା କରିଥାଉ ଏବଂ ଇତିହାସ ବୈଜ୍ଞାନିକକାରମାନଙ୍କ ସହ ଦେଇଥିବା ମତ ସହ ମଧ୍ୟ ନିଜର ଚିନ୍ତନକୁ ମିଶ୍ରଣ କରି ଆମେ ଜାଣିବାକୁ ଚାହୁଁ ଏହା କେତେ ପୁରୁଣା। ସେହିଭଳି କ୍ରମରେ ଏଠାରେ ମିଳିଥିବା ଶିଳାଲିପି ଯେ 5000 ବର୍ଷ ପୁରୁଣା ଏକଥା ଇତିହାସକାରମାନେ ଦର୍ଶାଇଛନ୍ତି। ଏବଂ ଯଦି ଆପଣ ଏହି ସ୍କ୍ରିନ୍ରେ ଶିଳାଲେଖକୁ ଦେଖୁଛନ୍ତି ତାହେଲେ ଦେଖନ୍ତୁ ଶ୍ରୀକୃଷ୍ଣଙ୍କ ଆକୃତିର ତତ୍କାଳୀନ ଶିଳାଲିପି କେମିତି ଦେଖୁଛି।